ଆଜି ସମପ୍ରଦୋଷ ବ୍ରତରେ ପ୍ରଭୁ ମହାଦେବଙ୍କର ଏମିତି କରନ୍ତୁ ପୂଜା, ଘରେ ଭରିଯିବ ସୁଖ ସମୃଦ୍ଧି। ଜୁନ୍ 23 ତାରିଖ ଅର୍ଥାତ୍ ଆଷାଢ଼ ମାସର କୃଷ୍ଣପକ୍ଷର ତ୍ରୟୋଦଶୀ ତିଥିରେ ସମପ୍ରଦୋଷ ବ୍ରତ ପାଳନ କରାଯାଏ। ଏହି ତିଥି ଏବଂ ଦିନକୁ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ବିବେଚନା କରାଯାଏ। ସୋମବାର ଦିନ ପଡ଼ୁଥିବାରୁ ପ୍ରଦୋଷ ବ୍ରତକୁ ସମପ୍ରଦୋଷ ବ୍ରତ କୁହାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ସମପ୍ରଦୋଷ ବ୍ରତରେ ଧୃତି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ଗଠନ ହୁଏ। ଏହି ଦିନରେ ପ୍ରଭୂତ ମହାଦେବ ଏବଂ ମାତା ପାର୍ବତୀଙ୍କ ପୂଜା କରିବା ଉଚିତ। ଏହି ଦିନରେ ବ୍ୟକ୍ତିଙ୍କ ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ୱାସ କରାଯାଏ। ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ସମପ୍ରଦୋଷ ବ୍ରତର ପୂଜାବିଧି, ପ୍ରତିକାର ଏବଂ ଶୁଭ ସମୟ। ପ୍ରଦୋଷ କାଳ ସମୟ ନିଷିଦ୍ଧ କାଳ ଅର୍ଥାତ୍ ରାତିରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏପରି ପରିସ୍ଥିତିରେ ସମପ୍ରଦୋଷ ବ୍ରତରେ ଶିବଙ୍କ ପୂଜା ପାଇଁ ଶୁଭ ସମୟ ସନ୍ଧ୍ୟା 7:22 ରାତି 9:23 ପର୍ଯ୍ୟନ୍ତ ରହିବ। ଏହି 2 ଘଣ୍ଟା ମଧ୍ୟରେ ଭଗବାନ ଶିବଙ୍କ ପୂଜା କରିବା ଫଳପ୍ରଦ ହେବ। ପଞ୍ଚାଙ୍ଗରେ ବର୍ଣ୍ଣିତ ଧୃତି ଯୋଗ ଅପରାହ୍ନ 1:17 ପର୍ଯ୍ୟନ୍ତ, ସର୍ବାର୍ଥୀ ସିଦ୍ଧି ଯୋଗ ଜୁନ୍ 24 ଅପରାହ୍ନ 3:16 ସକାଳ 5:25 ପର୍ଯ୍ୟନ୍ତ ହେବ। ପୂଜାବିଧି: ସ୍ନାନ ପରେ ବ୍ୟକ୍ତି ସଫା ପୋଷାକ ପିନ୍ଧି ଶିବ ପରିବାର ସମେତ ଅନ୍ୟ ଦେବତାଙ୍କୁ ପୂଜା କରିବା ଉଚିତ। ଯଦି ଆପଣ ଉପବାସ କରୁଛନ୍ତି ତେବେ ଆପଣଙ୍କ ହାତରେ ପବିତ୍ର ଜଳ, ଫୁଲ ଏବଂ ଚାଉଳ ନେଇ ଉପବାସ ରଖିବା ପାଇଁ ପ୍ରତିଜ୍ଞା କରନ୍ତୁ। ତାପରେ ସନ୍ଧ୍ୟା ସମୟରେ ଘରର ମନ୍ଦିରରେ ଦୀପ ଜାଳି ଦିଅନ୍ତୁ। ତାପରେ ଶିବ ମନ୍ଦିର କିମ୍ବା ଘରେ ଭଗବାନ ଶିବଙ୍କର ଜଳାଭିଷେକ କିମ୍ବା ରୁଦ୍ରାଭିଷେକ କରନ୍ତୁ ଏବଂ ପୂଜା କରନ୍ତୁ। ଏହାପରେ ସମପ୍ରଦୋଷ ବ୍ରତର କାହାଣୀ ଶୁଣନ୍ତୁ। ଶେଷରେ ପୂର୍ଣ୍ଣ ନିଷ୍ଠାର ସହିତ ଭଗବାନ ଶିବଙ୍କ ଆରତି କରନ୍ତୁ ଏବଂ ଶେଷରେ ପୂଜାରେ ଯେକୌଣସି ପ୍ରକାରର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ଏହାପରେ ବ୍ୟକ୍ତି ଶିବ ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରିପାରିବେ। ଏହା ସହିତ ଆପଣ ଶିବ ଆରୋଗ୍ୟ ଏବଂ ଶିବ ସ୍ତୁତି ମନ୍ତ୍ର ମଧ୍ୟ ପଢ଼ିପାରିବେ। ଆମ ଚ୍ୟାନେଲରେ ନୂଆ ଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ।